ବ୍ୟାଟେରୀ ଚାଳିତ ତିନି ଚକିଆ ଗାଡ଼ିରେ ବାହାଘର ମ୍ୟୁଜିକ୍ ସହିତ ବର ବାହାରିଥିଲେ ଉପକାରାଗାରରୁ। ପୁଅକୁ ବାଟବରଣ କରିବା ପାଇଁ ବାହାରେ ଅପେକ୍ଷା କରିଥିଲେ କନ୍ୟାପକ୍ଷ। ଶଙ୍ଖ ଧ୍ୱନି ସହିତ ହୁଳହୁଳି ଶବ୍ଦରେ ଜେଲ୍ ପରିସର କିଛି ସମୟ ପାଇଁ ବିବାହ ମଣ୍ଡପ ପାଲଟି ଯାଇଥିଲା। ଉଭୟ ପକ୍ଷ ଖୁସି ଖୁସିରେ ଯୁବକ ଯୁବତୀଙ୍କୁ ବାହାବେଦୀରେ ବସାଇଥିଲେ। ସମସ୍ତ କାର୍ଯ୍ୟ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା। ଆଗେ ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଉପକାରାଗାର ପରିସରରେ ଥିବା ବୀର ହନୁମାନଙ୍କ ମନ୍ଦିରରେ। ଯେଉଁ ଯୁବତୀଙ୍କ ପାଇଁ ଦିନେ ହାତରେ ହାତକଡ଼ି ପଡ଼ିଥିଲା, ଶେଷରେ ସେହି ହାତରେ ପଡ଼ିଲା ହାତଗଣ୍ଠି। ଯେଉଁ ଯୁବତୀଙ୍କ ପାଇଁ ଯୁବକଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା, ସେ ଯୁବତୀ ହେଲେ 7 ଜନମର ସାଥୀ। ବ୍ରାହ୍ମଣ ମନ୍ତ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ବିଚାରାଧୀନ କଏଦୀ ଓ ପୀଡ଼ିତା। ବିନା ବାଜା ବାଣରେ ସମ୍ପୂର୍ଣ୍ଣ ହିନ୍ଦୀ ରୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା। ସୂଚନା ଯେ ଗତ ନଭେମ୍ବର ମାସରେ ପୋଲିସର ଥାନା ଅନ୍ତର୍ଗତ ଗୋଚାବାଡ଼ି ଗ୍ରାମର ଭାସ୍କର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା ବୟସ 28 ବର୍ଷ ପୋଲିସର ପାଟଣା ସାହିରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲରେ ବିଚାରାଧୀନ କଏଦୀ ଭାବେ ବନ୍ଦୀ ହୋଇ ରହିଥିଲେ। କିନ୍ତୁ ଏ ଦଣ୍ଡାଦେଶ ସତେ ଯେମିତି ଉଭୟ ପକ୍ଷକୁ ହତାଦାର କରିଥିଲା, ଯାହାଫଳରେ ଉଭୟ ପକ୍ଷର ସହମତି କ୍ରମେ କୋର୍ଟରେ ସତ୍ୟପାଠ ଦେଇଥିଲେ। ଫଳରେ ଉଭୟ ପକ୍ଷରେ ସମ୍ପୂର୍ଣ୍ଣ ସହମତିରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କୋଦଳା ଜେଲ୍ ସୁପରିଟେଣ୍ଡେଣ୍ଟ ତରୁଣୀ ସେନ ଦେଉରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାହାଘର ସମ୍ପନ୍ନ ହୋଇଥିବା ବେଳେ ଏମିତି ଘଟଣା ନିହାତି ବିରଳ ଏବଂ ଏହି ବାହାଘର ସମାଜ ପାଇଁ ଅନେକ କିଛି ଶିକ୍ଷା ଦେଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ଶ୍ରୀ ଦେଉରୀ। ମୁଦାଲା ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଫୁଲ୍ଲ ମିଶ୍ର ଯୋଗଦେଇ ବର କନ୍ୟାକୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏ ସମୟରେ ଆଇନଜୀବୀ ନୀଳମଣି ପଣ୍ଡା, ସବ୍ ଜେଲର ବିରଞ୍ଚି ସାମଲଙ୍କ ସମେତ ଜେଲ୍ କର୍ମଚାରୀ ଉପସ୍ଥିତ ଥିଲେ। ବାହାଘର ପରେ ନବବିବାହିତ ଯୁବକ ଜଣକ ପୁଣି ଜେଲ୍ ଭିତରକୁ ଚାଲି ଯାଇଥିଲେ। ତେବେ ଉକ୍ତ ବାହାଘରରେ ଉଭୟ ପକ୍ଷ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା। ମୁଁ ପ୍ରଫୁଲ୍ଲ କୁମାର ମିଶ୍ର, ଆଡଭୋକେଟ୍ କୋଦଳା। ମୁଁ ମୁଦଳା ପାଇଁ ଥିଲି, ସୂର୍ଯ୍ୟକାନ୍ତ ବେହେରା ମୁଦଳା ପାଇଁ ମୁଁ ଥିଲି। ଆଉ ମୁଦଳା ଭିକ୍ଟିମ୍ ବାପା ମା, ମୁଦଳାଙ୍କ ବାପା ମା ସବୁ କୋର୍ଟରେ ବିନା ଚାପରେ ସତ୍ୟପାଠ ଦାଖଲ କରିଥିଲେ। ତାକୁ ଗ୍ରହଣ କରି କୋର୍ଟ ଜେଲକୁ ପଚାରିଥିଲେ ବିବାହ କଥା। ତାପରେ ବର୍ତ୍ତମାନ ଏଇ ସତ୍ୟପାଠକୁ ନେଇକରି କୋର୍ଟଙ୍କ ଦରଖାସ୍ତ ପଡ଼ିଥିଲା ଯେ ବିବାହ ଜେଲରେ କରାଯାଉ ବୋଲି, ସେଇଟା ବି ସେ ଗ୍ରହଣ କରିଥିଲେ। ଆଉ ତାକୁ ଧରିକି ଜେଲ୍ ସୁପରିଟେଣ୍ଡେଣ୍ଟ ମଧ୍ୟ ତା ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ଆଜି ସେମାନେ ବଡ଼ ଶାନ୍ତିରେ ଆଉ ବଡ଼ ଆନନ୍ଦରେ ସେ ବିବାହ ଆଜି ଅନୁଷ୍ଠିତ ହେଲା। ସୋସାଇଟିକୁ ଗଲା ଯେ ଜଣେ ଯଦି ଭଲ ପାଇଛି ସିଏ ନିଜେ ସ୍ୱୀକାର କରି ତାକୁ ବାହା ହେଲା, ସେଇଟା ବଡ଼ କଥା। ଯେ ତାକୁ ଠକାମି କରି ବାହା ହେଇନାହିଁ, ଯେହେତୁ ସେ ଭଲ ପାଉଥିଲା ସେ ସେଟା ମାନି ନେଲା ଇଏ ମୋ ସ୍ତ୍ରୀ ବୋଲି। ସେଥିପାଇଁ ସୋସାଇଟିକୁ ଗୋଟେ ଖବର ଗଲା ଯେ ଏହି ଭଳିଆ କେସ୍ ନ ହେଇକିରି ପ୍ରଥମରୁ ମିଳାମିଶା ହେଇଯିବାଟା ଉଚିତ। ଆଉ ନହେଲେ ମଧ୍ୟ ଜେଲରେ ବାହା ହେଇପାରିବେ ସେମାନେ ଯଦି ଚାହିଁବେ। ଗୋଟେ ବିଚାରାଧୀନ ବନ୍ଦୀ ସୂର୍ଯ୍ୟକାନ୍ତ ବେହେରା, ଯିଏକି ନଭେମ୍ବର 2024ରୁ ଧର୍ଷଣ କେସ୍ରେ ଆରେଷ୍ଟ ହେଇ ଜେଲରେ ଥିଲା। କିନ୍ତୁ ତାଙ୍କର ଦୁଇ ବାପାର ଝିଅ ଏବଂ ପୁଅର ବାପା ଏବଂ ଝିଅର ବାପା ଉଭୟଙ୍କର ଉଦ୍ୟମରେ ସେମାନେ କନଫେସ୍ କଲେ ଯେ ଆମେ ନାଇଁ ପୁଅ ଝିଅ ବିବାହ କରିବୁ। ପୁଅ ଝିଅ ମଧ୍ୟ ଉଭୟ ରାଜି ଥିଲେ ବିବାହ ପାଇଁ ଏବଂ ସେମାନେ କୋର୍ଟରେ ଶପଥ ପାଠ କୌଣସି ବିନା ଚାପରେ ସେମାନେ ଶପଥ ପାଠ ଦେଇଥିଲେ ଏବଂ କୋର୍ଟ ତାଙ୍କୁ ଆମକୁ ପଚାରିଥିଲେ ଯେ ତାର ବାହାଘର ହେଇପାରିବ କି। ତେଣୁ ଆମେ ଆମର ଡିଜି ଫିଜିନ୍ସରୁ ଅନୁମତି ନେଇଥିଲୁ ଏବଂ ଅନୁମତି ନେବା ପରେ ଆଜି ଗୋଟେ ତାଙ୍କ ଭିତରେ ଦିନ ଧାର୍ଯ୍ୟ କରି ଆଜି ତାଙ୍କର ଆମର ହିନ୍ଦୁ ରିଚୁଆଲ୍, ହିନ୍ଦୁ ଧର୍ମ ଅନୁସାରେ ତାଙ୍କର ବିବାହ ସମ୍ପନ୍ନ କଲୁ ଏବଂ ଭବିଷ୍ୟତରେ ସେମାନେ ଭଲରେ ରହିବେ ବୋଲି ଆମେ ଆଶା କରୁଛୁ। ଆଉ ଗୋଟେ ହ୍ୟୁମାନ୍ ଇଣ୍ଡିଭର୍ସ ଆଉ ଗୋଟେ ଆଶା, କିନ୍ତୁ ସୋସାଇଟିକୁ ଏଇଟା ଗୋଟେ ଭଲ ଖବର ଯିବ ଯେ ଭବିଷ୍ୟତକୁ ଏମିତି ଆଉ ଜଣେ ଧର୍ଷଣ ଆମେ ଜାଣି କରିବା ପୁଣି ଆସିକି ବାହା ହେଇଯିବାଟା ମ୍ୟାଟର ନୁହେଁ। ମ୍ୟାଟର ହେଉଛି ଗୋଟେ ଭଲ ଖବର ଗଲା ଯେ ଦୁଇ ଜଣଙ୍କ ଭିତରେ ବୁଝାମଣା ହେଲା ଏବଂ ସେମାନେ ଆଗକୁ ଭବିଷ୍ୟତରେ ଭଲ ଜୀବନଯାପନ କରିବେ, ଏହା ହିଁ ଆମର କାମନା। ବେହେରା ଗ୍ରାମ ପଟାଘର ମାଇଁ ହେବି। ଜେଲ୍ ପରିସରରେ ବାହା ହେଲେ ସେଥିପାଇଁ ଆମେ ବହୁତ ଖୁସି ଅଛୁ। ଉଭୟ ଝିଅ ପୁଅ ଦାମ୍ପତ୍ୟ ଜୀବନ ତାଙ୍କର ମଙ୍ଗଳମୟ ସୁଖମୟ ହୁଏ। ପୋଲିସରା ଭଗବତ ପାଟଣା ଖୁସି ହେଲା। ନଭେମ୍ବର ମାସରେ ଅସୁବିଧା ଟିକେ ହେଇଗଲା ଭୁଲ ବୁଝାମଣା ଯୋଗୁଁ। ଆଉ ଆଜି ଜେଲରେ ଝିଅ ପୁଅ ବାହାଘର, ଦି ପରିବାର ଆମର ସମସ୍ତେ ରାଜିରେ ଆମ ହେବୁ ପୁଅକୁ ଝିଅକୁ ବାହା କରୁଛୁ। ହଁ ଆନନ୍ଦିତ ଅଛୁ, ଚିରଦିନ ତାଙ୍କ ଖୁସିରେ କେମିତି ରହିବୁ, ଆମର ଆଶୀର୍ବାଦ ଏତିକି। କୋଦଳାରୁ କୃଷ୍ଣଚନ୍ଦ୍ର ପଲାଇଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।